ସୀତାଙ୍କୁ ଗାଧେଇ ଦେଲେ, ରାମଙ୍କୁ ମଧ୍ୟ ଗାଧେଇ ଦେଲେ। ରାମ ନିଜ ହାତରେ ଜଟାକୁ ମଧ୍ୟ କାଟିଲେ, ଆଉ ଭରତ ଜଟା କାଟିଲେ। କଥା ତ ବହୁତ ବଡ଼ ଲମ୍ବା ପ୍ରସଙ୍ଗ, ସର୍ଟକଟ୍ କରିବାର ଅଛି। ସମସ୍ତେ ପରିଷ୍କାର ପରିଚ୍ଛନ୍ନ ହେଇକି ଆସି ପହଞ୍ଚିଗଲେ। ବଶିଷ୍ଠ କ'ଣ କହିଲେ, ସୁମନ୍ତ୍ର ସିଂହାସନ କାହିଁ, ଦିବ୍ୟ ସିଂହାସନ। ରୁହ ଟିକେ, ମୁଁ ଏବେ କହୁଛି ପକଳ ଦେବିନି, ମୋତେ ତାକୁ 10 ମିନିଟ୍ ଶୁଣ। ଏମିତି ଅଧାରେ ବନ୍ଦ କରିବ, ଆଉ 2 ମିନିଟ୍ ରାମ ଟିକେ ସିଂହାସନରେ ବସିଯାଆନ୍ତୁ। ଏମିତି ତରତର ହେବ। କ'ଣ କହିଲେ, କହିଲେ ଦିବ୍ୟ ସିଂହାସନ ଆଣ। କ'ଣ ଦିବ୍ୟ ସିଂହାସନ? ପ୍ରଭୁ ଦେଖି ମୁନି ମନ ଅନୁରାଗା, ତୁରନ୍ତ ସିଂହାସନ ମାଗା। ତୁରନ୍ତ ଦିବ୍ୟ ସିଂହାସନ ଆଣେ। ଏ ସିଂହାସନ ତୁରନ୍ତ ସିଂହାସନ ନାହିଁ, ଯେଉଁଠି ରାଜ ସିଂହାସନ ଅଛି ସେଠି ବସିବେ। ଆମର ମୁଖ୍ୟମନ୍ତ୍ରୀଙ୍କ ଶପଥ କ'ଣ ହେଲା, ସେ ବସିଲେ ସେକ୍ରେଟାରିଏଟ୍ରେ। କେଉଁଠି ବସିଲେ? ପଡ଼ିଆରେ ନା, ଆଉ ଅଲଗା ଗୋଟେ ଜାଗା ହେଲା, ସଜା ହେଇଥିଲା, ସିଂହାସନ ଆସିଲା। ସେ ସିଂହାସନ କେଉଁଠି ଥିଲା? ସାର୍, ସିଂହାସନଟା ଦେଇଥିଲେ ବ୍ରହ୍ମା ମନୁଙ୍କୁ, ସେ ସିଂହାସନଟା ମନୁଙ୍କୁ ଦେଇଥିଲେ, ତେଣୁ ତା ନା ଦିବ୍ୟ ସିଂହାସନ। ସେଠି ବସିବେ। ମା' ମାନେ କ'ଣ କଲେ, ସୀତାଙ୍କୁ ଆଣିକିରି ବସେଇ ଦେଲେ ଆଗ ସିଂହାସନରେ, ରାମଙ୍କୁ ଆଣି ବସେଇ ଦେଲେ ତାଙ୍କ ପାଖରେ। ଅର୍ଥ ରାମଙ୍କର ବାମରେ ସୀତା ବସିଲେ। राम बाम किसी सोहती, सीता रूप गुण खानी, देखी मातु सब हर से, जन्म सुख मम जानी, सियावर रामचंद्र की जय। वर्तमान सीताराम सिंहासनारूढ़। ମୁଁ କହିଥିଲି ନିରଞ୍ଜନ ଭାଇ ଟିକେ ବନ୍ଦାପନା କରିବା ରାମକୁ। ଆଚ୍ଛା, ଆଉ ଗୋଟେ ଶ୍ଲୋକ ଆପଣ ଶୁଣୁଥିବେ। ଯେତେବେଳେ ସିଂହାସନରେ ବସିଲେ, ସୀତା ତ ବସିଲେ ବାଁରେ, ଅନ୍ୟମାନେ କ'ଣ କଲେ? ଅନ୍ୟ କ'ଣ ଖାଲି ବସି ଠିଆ ହେଇକି ଚାଲି ମାଇଲେ? ନା, ସିଂହାସନ ଚାରିପଟେ ଆମ ଘେରିକି ସବୁ ରହିଲେ। ପଛରେ ରହିଲେ 5 ଜଣ, 2 ପଟେ 2 ଜଣ, ଆଗରେ ଜଣେ। କିଏ କିଏ ଶୁଣିଥାନ୍ତୁ? କହିଲେ ବାମେ ଭୂମି ସୁତା, ଜାଣିଲେ ପୁରାଶ ହନୁମାନ, ବୁଝିଲା। ପଶ୍ଚାତ୍ ସୁମିତ୍ରା ସୁତ ଲକ୍ଷ୍ମଣ, ପଛରେ ଲକ୍ଷ୍ମଣ, ସୁଗ୍ରୀବ ଶତ୍ରୁଘ୍ନ ଭରତସ୍ଥ ପାର୍ଶ୍ୱଯୁଗଳ। ଶତ୍ରୁଘ୍ନ ଏବଂ ଭରତ କିଏ କହିଲେ? ଆପଣ କହିଲେ ଧନ୍ୟବାଦ। ଶତ୍ରୁଘ୍ନ ଭରତ ଦୁଇ ପାଖରେ ଠିଆ ହେଲେ। ବାୟବ୍ୟ କଣ ଆଦିଶୁ, ବାୟବ୍ୟ କଣ ଆରମ୍ଭ କରି ଅଶାନ୍ତ ପର୍ଯ୍ୟନ୍ତ କିଏ ରହିଲେ? ସୁଗ୍ରୀବସ୍ଥ, ବିଭୀଷଣସ୍ଥ, ପଛରେ ରହିଲେ ଲକ୍ଷ୍ମଣ, ଏପଟେ ଯୁବରାଜ ଅଙ୍ଗଦ ଏବଂ ଜାମ୍ବବାନ ବସେ। ରାମ ଖୁସି ହେଇଗଲେ, ହେଲେ ଏଇଭଳି ଜିନିଷ ମୁଁ ଚାହୁଁଥିଲି। ଯେତେ ମୋତେ ରାଜା କରିବା ପାଇଁ ଚାହୁଁଥିଲେ, ମୋ 4 ଭାଇରୁ 2 ଭାଇ ନଥିଲେ, କେମିତି ରାଜା ହେଇଥାନ୍ତି? ବିମଳ ବଂଶୁ ଏହୁ ଅକଳଙ୍କ ବନ୍ଧୁ ବିହାଇ ବଡ଼େଉ ଅଭିଷେକ। ମୁଁ ବଡ଼ ହେଲେ ମଧ୍ୟ ମୋ ଭାଇମାନଙ୍କୁ ଛାଡ଼ିକି ମୁଁ ପ୍ରଜା କେମିତି ହେବି? ଆଜି 4 ଭାଇ ଅଛନ୍ତି, ହନୁମାନ ଅଛନ୍ତି, ଯେଉଁମାନେ ଠିଆ ହେଲେ, କିଏ ଛତ୍ର ଧରିଛି, କିଏ ଚାମର ଧରିଛି, କିଏ ବେଦନ ଧରିଛି, କିଏ ବିଭିନ୍ନ ରସି ଧରିଛି, କିଏ ସୁର ଧରିଛି, ସବୁ ଅସ୍ତ୍ର ଧରିକି ଠିଆ ହେଇଛନ୍ତି। ପରସନ୍ତି ସୁମନ ଦେବ ମୁନି ବୃନ୍ଦା, ଜୟ କୃପାଳ ଜୟ ଜୟତି ବୃନ୍ଦା। ଶ୍ରୀରାମ ଜୟ ରାମ ଜୟ ନିରଞ୍ଜନ ଆସ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସିଂହାସନ ପର ତ୍ରିଭୁବନ ସାଇ, ସିଂହାସନ ପର ତ୍ରିଭୁବନ ସାଇ। ଦେଖି ସୁରଙ୍ଗ ବନ୍ଧୁ ବଜାଏ, ଶ୍ରୀରାମ ଜୟ ରାମ ବଜାଏ। ଦେଖି ସୁରଙ୍ଗ ବନ୍ଧୁ ବଜାଏ,
ତିନି ମା ଯାଙ୍କ ଧରିକି ବୃନ୍ଦାବନ ଥାଳି ବନ୍ଦଉଛନ୍ତି। ଲୋକାଭିରାମ ନୟନାଭିରାମ ବଚୋଭିରାମ ଶ୍ରବଣାଭିରାମ ସଦାଭିରାମ ସତତଂଭିରାମ ବନ୍ଦେ ସଦା ରଘୁରାମ ବନ୍ଦେ ସଦା ରଘୁରାମ ବନ୍ଦେ ସଦା ଆଜି କଥାକୁ ହିଁ ସମାପ୍ତି କରିବା କାରଣ ଆହୁରି ବହୁତ କଥା ଅଛି। ଆପଣଙ୍କର ବଡ଼ କାର୍ଯ୍ୟକ୍ରମ ଅଛି ପ୍ରସାଦ ସେବନ, ଆପଣ ସବୁ ବ୍ୟଗ୍ର ହେବେ ବୋଲି ମୋତେ ଗାଳି ଦେଉଥିବେ। ଯାଉ ଆଜି ଆମର ଯେଉଁ ପରିପୂର୍ଣ୍ଣ ହେଲା, ଠାକୁରଙ୍କୁ ଜଙ୍ଗଲକୁ ପଠାଇଥିଲେ ଆମେ, ପୁଣି ଏଠିକି ନେଇ ଆଇଲେ ଫେରିକିରି। ବର୍ତ୍ତମାନ ରାଜ୍ୟରେ ରାମ ରାଜ୍ୟ ପ୍ରତିଷ୍ଠା ହେବ। ରାମ ରାଜ୍ୟ କେମିତିଆ, ଆମେ ସମସ୍ତେ ରାମ ରାଜ୍ୟ ହେଉଛୁ। ରାମ ରାଜ୍ୟ କ'ଣ ଜାଣିନି, ଏଇଥିରେ ଲେଖା ହେଇଛି, କହିଥାନ୍ତି ସମୟ ନାହିଁ। ଯାଉ ଆଜି ଏଇଥିରେ କଥାକୁ ବିଶ୍ରାମ ଦେବା ସାର୍ ନା କ'ଣ କହୁଛନ୍ତି? ଆଉ ମୋତେ ତୀର୍ଥର କହିଲେଣି ଦୁଇ ଜଣ କର୍ମକର୍ତ୍ତା, ତାଙ୍କ କଥା ମାନିବାକୁ ପଡ଼ିବ। କୀର୍ତ୍ତନ କରିବା ନାଇଁ କି, କୀର୍ତ୍ତନ କରି ଛାଡ଼ିବା। ଏ ଗୋବିନ୍ଦ ଜୟ ଜୟ ଗୋପାଳ ଜୟ ଜୟ ବାଲ୍ମୀକି କ'ଣ ହେଲା? ତେଣୁ ଆମେ ସେ ଓଲଟା କୀର୍ତ୍ତନର ଓଲଟାଟା କରିବା ହେଲା। ଯାଦବାୟ ନମ ପ୍ରଭୁ ମାଧବାୟ ନମ ନମ ଯାଦବାୟ ନମ।